ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ନୂଆକରି ସମ୍ବିଧାନ ପ୍ରଣୟନ ହେଲା ସାମଗ୍ରିକ ସନ୍ତୁଳିତ ସମନ୍ୱିତ ବିକାଶକୁ ଆଖି ଆଗରେ ରଖି କେତେକ ନିର୍ଦ୍ଦିଷ୍ଟ ଜାତିବର୍ଗଙ୍କୁ ସ୍ୱତନ୍ତ୍ର ବା ବିଶେଷ ଅଧିକାର ଦେବା ପାଇଁ ବିଶେଷ ସୁବିଧା ଦେବା ପାଇଁ ସମ୍ବିଧାନରେ ସ୍ଥିରୀକୃତ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ 3-4 ଦଶନ୍ଧି ପରେ ଦେଖାଗଲା ଆଉ କିଛି ଜାତିବର୍ଗ ସାମାଜିକ ଅର୍ଥନୈତିକ ଶିକ୍ଷାଗତ ଏସବୁ କ୍ଷେତ୍ରରେ ପଛୁଆ ରହିଯାଉଛନ୍ତି। ତେଣୁ ଥରେ ଗୋଟିଏ କମିଶନ ଗଠନ ହୋଇଥିଲା କାକା କେଲେଲକର, ତାପରେ ମଣ୍ଡଳ କମିଶନ ଗଠନ ହେଲା ଏବଂ ତତ୍କାଳୀନ ସରକାର ଯେ ଥିଲେ ଦେଶରେ ସେ ତାକୁ ଗୁରୁତ୍ୱ ନ ଦେଇଥିବାରୁ କେଲେଲକର କମିଶନ ରିପୋର୍ଟ ସେମିତି ରହିଗଲା। ମଣ୍ଡଳ କମିଶନ ରିପୋର୍ଟ ବି ରହିଯାଇଥିଲା। 91-92 ବେଳକୁ ଏ କଥା ଉଠିଲା ଯେ କାହିଁକି ମଣ୍ଡଳ କମିଶନ ରିପୋର୍ଟକୁ ଶୀତଳ ଭଣ୍ଡାରରେ ପକାଇଛି ଏବଂ ସେହି ରିପୋର୍ଟ ଆଧାରରେ ଆଉ କିଛି ଜାତିବର୍ଗଙ୍କୁ SC/ST କୁ ଛାଡ଼ିଦେଲା ପରେ ଅଦର ବ୍ୟାକୱାର୍ଡ କ୍ଲାସ୍ ବୋଲି ଗୋଟିଏ ସ୍ଥିର କରାଗଲା ଯାହାଙ୍କ ପାଇଁ ଟିକେ ସ୍ୱତନ୍ତ୍ର ବ୍ୟବସ୍ଥା ଦିଆଯିବ ସାମ୍ବିଧାନିକ ବ୍ୟବସ୍ଥା। ସେଥିରେ ତାଙ୍କର ଶିକ୍ଷାଗତ ଅର୍ଥନୈତିକ ସାମାଜିକ ଅଭିବୃଦ୍ଧି ହେବ ଏବଂ ସମାଜକୁ ଯେଉଁ ସାମଗ୍ରିକ ବିକାଶରେ ସେମାନେ ସାମିଲ ହେବେ, ମୁଖ୍ୟ ସ୍ରୋତରେ ସାମିଲ ହେବେ, ତେଣୁ ଦେଶର ବିକାଶ ସମନ୍ୱିତ ବିକାଶ ହୋଇପାରିବ। ସେହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ଗୋଟିଏ କମିଶନ ଗଠନ ହୋଇଥିଲା। କେନ୍ଦ୍ରରେ ଗୋଟେ କମିଶନ ରିପୋର୍ଟ ଆଧାରରେ ଓଡ଼ିଶାରେ ମଧ୍ୟ ଗୋଟେ କମିଶନ ହେଲା। ବହୁ ବାଦ ବିବାଦ ପରେ ସେତେବେଳେ ବିଜୁ ବିରୋଧ କରିଥିଲେ, କୋର୍ଟକୁ ଯାଇଥିଲେ, ତାପରେ କୋର୍ଟ ତାଙ୍କୁ ମନା କଲା, ରିଜେକ୍ଟ କରିଦେଲା, ନାଇଁ କମିଶନ ରିପୋର୍ଟ ଦେଇଛି ମାନେ କାର୍ଯ୍ୟକାରୀ ହେବ। ତେଣୁ ବିଜୁ ବାବୁଙ୍କ ସରକାର ଥିଲା ସେତେବେଳେ ନବଦାସ କମିଶନ ଗଠନ ହୋଇଥିଲା ଓଡ଼ିଶାରେ ଏବଂ ସେ କମିଶନ ଯେଉଁ କିଛି ଜାତିବର୍ଗଙ୍କ ନାମ ସୁପାରିଶ କରିଥିଲେ ଏଇମାନେ ପଛୁଆ ବର୍ଗ ତାଲିକାଭୁକ୍ତ ହେବେ ଏବଂ କେନ୍ଦ୍ର ମାନେ ଯେଉଁ ଜାତୀୟ OBC ତାଲିକାରେ ଯେଉଁମାନେ ସ୍ଥାନିତ ହେଲେ ଆଉ କିଛି ଜାତିବର୍ଗଙ୍କ ତାଲିକା ପରେ ଯେତେବେଳେ କମିଶନ ରାଜ୍ୟ ତରଫରୁ ଦେଲେ ସେମାନେ କହିଲେ ରାଜ୍ୟର ଗୋଟିଏ ତାଲିକା ତୁମେ କରିବ, ତାକୁ SC/BC କୁହାହେବ ଏବଂ କେନ୍ଦ୍ରରେ ଯେଉଁ ତାଲିକାଟା ରହିବ ତାକୁ OBC କୁହାଯିବ। ସେଟା ଅଦର ବ୍ୟାକୱାର୍ଡ କ୍ଲାସ୍ ବୋଲି ତାଙ୍କୁ କୁହାଗଲା, ଏଠି ଗୋଟେ SC/BC ସୋସିଆଲି ଏଜୁକେସନାଲି ବ୍ୟାକୱାର୍ଡ କ୍ଲାସ୍ ବୋଲି କୁହାଗଲା। ପରବର୍ତ୍ତୀ ଅବସ୍ଥାରେ ସମୟକୁ ସମୟ ଟାଇମ୍ ଟୁ ଟାଇମ୍ ତାର କ'ଣ ହେଲା ଆଉ କିଛି କିଛି ସଂଶୋଧନ କରାହେଲା, କିଛି ନୂଆ ଜାତିଙ୍କୁ ତା ଦେହରେ ଯୋଗ ଦେବା କଥା ହେଲା, କିଛି ଉନ୍ନତ ହୋଇଥିବା ଜାତିକୁ ସେଥିରୁ ବାଦ ଦେବା କଥା ଆସିଲା। କମିଶନ ମାନେ ବାରମ୍ବାର ଶୁଣାଣି କରିବାର ଆବଶ୍ୟକତା ବି ଆସିଲା। ଆମେ ଓଡ଼ିଶାରେ ନବଦାସ କମିଶନ ପରେ ଆଉ କୌଣସି କମିଶନ ଗଠନ ନ ହେବାରୁ ଏଇ କଥା ଅଗ୍ରଗତି ହୋଇପାରିଲା ନାହିଁ। ସମଗ୍ର ଦେଶକୁ ଦେଖିଲେ ତୁଳନାତ୍ମକ ଭାବରେ ଜାତୀୟ OBC ତାଲିକାରେ ଓଡ଼ିଶାରେ କମ୍ ଜାତିବର୍ଗ ତାଲିକାଭୁକ୍ତ ହୋଇଛନ୍ତି। ଯେଉଁମାନେ ମୁଖ୍ୟ ମାନେ ଯେଉଁମାନଙ୍କ ସଂଖ୍ୟା ଅଧିକା ସେଇମାନେ ମଧ୍ୟ ତାଲିକାଭୁକ୍ତ ହୋଇପାରି ନାହାନ୍ତି ସମାନ ଧରଣର। ମନେକରନ୍ତୁ ଉଦାହରଣ ସ୍ୱରୂପ ଗୋଟେ ଜାତି 138 ନମ୍ବର ସିରିଏଲରେ ଅଛି ଚଷା, ଖଣ୍ଡାୟତ, ଓଡ଼ପାଇକ, ଓଡ଼ ଚଷା, ଏଇଭଳି 15-20 ପ୍ରକାର ଅଛନ୍ତି। କାଳଞ୍ଜି, ଦଳୁଆ, ଆଳିଅ ଖଣ୍ଡାୟତ, ବାଣାୟତ ଖଣ୍ଡାୟତ, ଓଡ଼ିଆ ଖଣ୍ଡାୟତ, ଏଇଭଳି ଓଡ଼ ଖଣ୍ଡାୟତ, ଏ ବିଭିନ୍ନ ପ୍ରକାର ନାଁରେ ସେତେବେଳେ ପଟ୍ଟାରେ ସବୁ ଲେଖା ହେଇଥିଲା। କିଛି ଜାତିକୁ ନେଇଛନ୍ତି, କିଛି ଜାତିକୁ ନେଇ ନାହାନ୍ତି ଜାତୀୟ ତାଲିକାରେ। ଏ ସମ୍ପର୍କରେ ଆମେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବୁଲିଲା ସମୟରେ ଆମକୁ ବିଭିନ୍ନ ଜାତିବର୍ଗ ତରଫରୁ ଦାବି ଆପତ୍ତି କରୁଥିଲେ ଯେ ଆମ ଜାତିଟା ରହିଗଲା, ଏଇଟା ସ୍ଥାନିତ ହେବା ଦରକାର। ଆମେ ମଧ୍ୟ କେନ୍ଦ୍ର କମିଶନକୁ ଦୃଷ୍ଟି ଆକର୍ଷଣ କରିଥିଲୁ, ଦିଲ୍ଲୀ ଯାଇଥିଲୁ, କମିଶନ ଅଧ୍ୟକ୍ଷଙ୍କୁ ଭେଟିଥିଲୁ, ତାଙ୍କୁ ଏ ଦାବି ସମ୍ପର୍କରେ ଉପସ୍ଥାପିତ କରିଥିଲୁ। ରାଜ୍ୟରେ ମଧ୍ୟ ବାରମ୍ବାର ଆନ୍ଦୋଳନ କରିଥିଲୁ। ରାଜ୍ୟରେ କାହିଁକି କମିଶନ ନାହିଁ ଆମ ଦଳ ତରଫରୁ ବାରମ୍ବାର ଦାବି ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଥିଲେ, ଚିଠି ଲେଖିଥିଲେ। ତରବରିଆ ଭାବରେ ଯେଉଁ କମିଶନ ଗଠନ ହେଲା 20 ମସିହାରେ ସେ କମିଶନକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଗଲା ନାହିଁ, ସାମ୍ବିଧାନିକ ଦର୍ଜା ବି ଦିଆଗଲାନି। ଦେଖନ୍ତୁ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ନରେନ୍ଦ୍ର ମୋଦି ଯେତେବେଳେ ଦେଶର ଦାୟିତ୍ୱ ନେଲେ କେନ୍ଦ୍ରରେ ସେବେଠାରୁ ଏ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଚର୍ଚ୍ଚା ଆଲୋଚନା ହେଲା, କ୍ଷମତା ମିଳିଲା, କମିଶନକୁ ସାମ୍ବିଧାନିକ ଦର୍ଜା ଦିଆଗଲା। ପାଠ ପଢ଼ିବା କ୍ଷେତ୍ରରେ, ଚାକିରି କ୍ଷେତ୍ରରେ, ଅନ୍ୟାନ୍ୟ ଯେଉଁ ଋଣ ନେବା, ଆତ୍ମନିଯୁକ୍ତି ଏସବୁ କ୍ଷେତ୍ରରେ କେମିତି ଏଇ ବର୍ଗମାନେ ଅଧିକ ଉପକୃତ ହେବେ, ତାଙ୍କର ବିକାଶ ହେବ, ନରେନ୍ଦ୍ର ମୋଦି ଯେଉଁ ଉଦ୍ୟମ କଲେ ତାର ଫଳସ୍ୱରୂପ କେନ୍ଦ୍ରୀୟ କମିଶନ ବହୁତ ଦିନ ପରେ ବର୍ତ୍ତମାନ ଓଡ଼ିଶା ଆସିଛନ୍ତି। ଆମେ ଯେଉଁ ଦାବି ଆପତ୍ତି ସବୁ କରିଥିଲୁ, ଆମେ ଭାରତୀୟ ଜନତା ପାର୍ଟି OBC ମୋର୍ଚ୍ଚା ଦେଇଥିଲା, ଜାତିବର୍ଗମାନେ ଦେଇଥିଲେ, ରାଜ୍ୟରୁ କିଛି ତାଲିକା ରାଜ୍ୟ କମିଶନ ପଠାଇଥିଲେ। ସେଇ ଯେଉଁ ଜାତିବର୍ଗ ଗୁଡ଼ିକ ବଞ୍ଚିତ ରହିଗଲେ ସେମାନେ সেই তালিকাভুক্ত হওয়া পাই
एक शुणाणी कार्यक्रम हम ओडिशा रे 29 तारिख दिन जातीय कमिशनर अध्यक्ष आसवे सचिव आसवे सदस्य आसवे समस्त अधिकारी आसुच्च फुल टीम एवं ओडिशार कनसर्न सबु सेक्रेटरी डायरेक्टर एवं राज्य कमिशनर सदस्य माने जो माने अछंती कर्म अधिकारी एवं समस्त उपस्थित रही सेटा समीक्षा हम जे को जाति को एबे नुआ करी जातीय पछुआ वर्ग तालिका स्थानित करने दरकार कौ कारण विलंब है मुझे कही सर्वनिम्न व्यवस्था सबु राज्य में शिक्षार संरक्षण दिया ओडिशा रे शिक्षार संरक्षण दि जाऊ नथिला गत सरकार बारंबार दाबी करिया सत्वे सब प्रमाण देखा सत्वे से एटा को भी दौ नथिले देले नाही भारतीय जनता पार्टी सरकार ओडिशा को आसबा ओडिशा रे आसीबा परे एबे एबे 11.25 शिक्षार संरक्षण घोषणा करिसथि बाकी ए जाति वर्ग माने जो केंद्र सुविधा जो केंद्र रे अधिक सुविधा मिलुछि जोटा से सुविधा पाइबा पई जातीय तालिकाभुक्त होबा पई तांकर आपत्ति अभियोग जणैथिले जुक्ति सम्बलित कागज पत्र देइथिले से संपर्क रे अधिक तथ्य नबा पई जो केंद्रीय कमिशन बा जातीय कमिशन आसुचंदी ए राज्यर आम राज्यर जो जाति वर्ग माने आगुरु दाबी आपत्ति करथिले हमकु भी कहिथिले सेही माने 29 तारिख दिन प्रतिनिधि माने नेता माने उपस्थित होई से दरखास्त जुक्ति सम्बलित कागज पत्र तांकु उपस्थापित करबा पई आमे आह्वान करूछु आमर काम है भारतीय जनता पार्टी जो आमर ओबीसी मोर्चा एटा को टिके संयोजना करिवो एई जाति वर्ग नेता मानकर दाबी गुड़िक केमिति केंद्र कमिशन पाखे पहुंचबो एवं आमे तांकु सहज सुगम करेबु सेठी राज्य अतिथि भवन रे 29 तारिख दिन 11टा बेलू आरंभ हो कार्यक्रम तेणु एमाने जाति वर्गर नेता माने ता पूर्वर अध घंटा घंटे आगु उपस्थित रही आम अनुरोध करुचु आम व्यक्तिगत भाव में फोन करुचु जनाऊँ जो जाति वर्ग तालिका आम पाखे सब अच्छी अब आउ जो मैंने रहीगले समस्त को आम आह्वान करुचु समस्ते से दिन पहुँची तांकर जहाँ दाबी आपत्ति अच्छी जुक्ति अच्छी ताहा जातीय कमिशन को जणेबे।